ମୁଁ ଜାଣେ ଯେବେ ବି ତୁମେ ଏକୁଟିଆ ଥାଅ ତେବେ ତୁମର ମନ ବିବ୍ରତ ହୋଇପଡ଼େ। ତୁମର ମନ ବହୁତ ବିଚଳିତ ହୋଇଯାଏ। ତୁମ ମନରେ ଭିନ୍ନ ଭିନ୍ନ ପ୍ରକାରର ବିଚାର ମଧ୍ୟ ଆସେ। ଯାହା ସବୁ ତୁମ ଜୀବନରେ ଘଟିଛି ସେସବୁ ପୁରୁଣା କ୍ଷତ ମଧ୍ୟ ସତେଜ ହୋଇଯାଏ। ସେଥିପାଇଁ ମୁଁ ସର୍ବଦା କୁହେ କି ଲୋକମାନଙ୍କୁ କ୍ଷମା କରିବା ଶିଖ। ଯେବେ ତୁମେ କ୍ଷମା କରିବ ତେବେ ତ ତୁମ ମନରୁ ସେସବୁ ପୁରୁଣା କ୍ଷତ ଉଭେଇଯିବ ବା ଲିଭିଯିବ। ତୁମେ ସେମାନଙ୍କୁ ସ୍ୱାଧୀନ କରିଦେବ। ବେଳେବେଳେ ତୁମେ କୁହ କି ବାବା, ଆପଣଙ୍କ କୃପାରେ ବହୁତ କିଛି ଅଛି। ଆପଣଙ୍କ ଅନୁଗ୍ରହ ହେତୁ ଅନେକ ଘଟଣା ଘଟିଛି। କିନ୍ତୁ କାହିଁକି ତଥାପି ମନରେ ଏକ ଶୂନ୍ୟସ୍ଥାନ ରହୁଛି। ତେଣୁ ପିଲାମାନେ, ତୁମର ଏହି ଶୂନ୍ୟସ୍ଥାନକୁ ଦୂର କରିବା ପାଇଁ, ହଟାଇବା ପାଇଁ କେବଳ ତୁମ ସହିତ ମୁଁ ହିଁ ସର୍ବଦା ଅଛି। ଯେବେ ବି ତୁମର ମନ ବିଚଳିତ ହୁଏ ତେବେ ତୁମେ ମୋ ଆଡ଼କୁ ଦେଖ। ଦେଖିବ ତୁମକୁ ମୋ ଆଖିରେ ତୁମ ନିଜ ପାଇଁ ଏତେ ସାରା ଭଲ ପାଇବା ନଜର ଆସିବ ଯେ ତୁମକୁ କୌଣସି ଶୂନ୍ୟତାର ଅନୁଭବ ମଧ୍ୟ ହେବ ନାହିଁ। ମୋ ଲୀଳାଗୁଡ଼ିକୁ ଧ୍ୟାନ ସହକାରେ ଶୁଣ। ତୁମର ମନ ଶାନ୍ତ ରହିବ ଏବଂ ତୁମେ ଏକୁଟିଆ ବସିଲେ ମଧ୍ୟ ତୁମର ମନ ବଦଳିଯିବ ନାହିଁ। ଆଜି ମୁଁ କହୁଛି, ଯାହା ବି ତୁମ ଭାଗ୍ୟରେ ଅଛି ଗୋଟିଏ ଦିନ ମଧ୍ୟରେ ତାହା ତୁମ ପାଖରେ ପହଞ୍ଚିଯିବ। ଏହି କଥାରେ ବିଶ୍ୱାସ ରଖ। ମୋର କିଛି ପିଲାଙ୍କୁ ଚାକିରିର ଆବଶ୍ୟକତା ଅଛି। ମୁଁ ସେମାନଙ୍କୁ ଏହି ସପ୍ତାହରେ ଚାକିରି ଦେଉଛି ଏବଂ ଯେଉଁ ପିଲାମାନେ ଚାକିରିରେ ପ୍ରଗତି ଚାହୁଁଛନ୍ତି ଏହି ସପ୍ତାହରେ ମୁଁ ମଧ୍ୟ ସେମାନଙ୍କର ପ୍ରଗତି କରାଇବି। ଖୁସିରେ ରୁହ। ଖୁବ୍ ଆଶୀର୍ବାଦ କରୁଛି। ଓମ୍ ସାଇ ରାମ, ଜୟ ସାଇ ରାମ।